আহে বহন জীবন তোর সার্থক হে, জীবন কর সার্থক রে ভোলা, জীবন কর সার্থক হে। ভক্ত বৃন্দ আশয় বহন জীবন তোর সার্থক হে। জীবন কর সার্থক হে। ତମେ ଏକା ଆସିବନି, ନାଇଁ, ଆସିଲା ନାଇଁ। ବେଳେ କାହାକୁ ଧରିକି ଆସିବ? କାହାକୁ ଧରିକି? ଭକ୍ତ ବୃନ୍ଦକୁ ଧରିକି ଆସିବ। ବାସ୍। ତାହେଲେ ଭକ୍ତ ବୃନ୍ଦକୁ ଧରି କେମିତି ଆସୁଛନ୍ତି ପ୍ରଭୁ? ଚାଲିକି ଆସିବେ କି ଗାଡିରେ ଆସିବେ? ହଉ, ଘେନି ଭକ୍ତ ବୃନ୍ଦ ଆସ ହେ ବହନ ଜୀବନ ତୋର ସାର୍ଥକ। নাম গাই কৃষ্ণ নাম গাই, কৃষ্ণ নাম গাই, আস গাই কৃষ্ণ নাম গাই, আস ভগবানী দেই দেই, কৃষ্ণ নাম গাই, কৃষ্ণ নাম গাই, কৃষ্ণ নাম গাই, কৃষ্ণ নাম গাই, আস নাচে গবু দেই দেই, কৃষ্ণ নাম গাই, কৃষ্ণ নাম গাই। ভক্ত କହିଲା ହେ ପ୍ରଭୁ, ତୁମେ ଯଦି ଆସିବ ସେଇ ଭଗବାନଙ୍କର ନାମକୁ ଗାଇକି ଥେଇ ଥେଇ ହେଇ ନାଚିକି ଆସ, ତାହେଲେ ଏ ଶରୀର ମଧ୍ୟରେ ଉନ୍ମାଦ ସୃଷ୍ଟି ହବ, ଏ ନାମ ପ୍ରେମ ଯଶ ଉଡ଼ିବ ତ୍ରିଭୁବନରେ। ତାହେଲେ ପ୍ରଭୁ ବର୍ତ୍ତମାନ ନାଚି ନାଚି ସଭାରେ ବିଜେ କଲେ। ମାମୁଁ ଆଉ ଲେଟ୍ କରିବାନି, ପ୍ରଭୁ ପଳେଇ ଆସିଲେଣି, ଏବେ ପ୍ରଭୁଙ୍କୁ ଆସ୍ଥାନ ଦେଇ ସାରିଲେଣି, ଏ ସଭା କାମଟି ଆରମ୍ଭ କରିବା। ତାହେଲେ ମାମୁଁ ଇଏ ଆଜି ଯଜମାନଙ୍କର ବା ଆମ ଗ୍ରାମର ଯେଉଁ ବନ୍ଧୁ ଆମକୁ ସଂକୀର୍ତ୍ତନ ପାଇଁ ଆବାହନ କରିଛନ୍ତି, ସେ ଆଜି କଣ ପାଇଁ ସଂକୀର୍ତ୍ତନ ପାଇଁ ଆବାହନ କରିଛନ୍ତି? ନା ତାଙ୍କର ମାତୃଦେବୀଙ୍କର ଆଜି ଦ୍ୱାଦଶ କ୍ରିୟା। ତାହେଲେ ମାମୁଁ ଏ ଦ୍ୱାଦଶ କ୍ରିୟାରେ କାହିଁକି ସଂକୀର୍ତ୍ତନ କରାଯିବ? କାହିଁକି ଯେଉଁଦିନ ତାଙ୍କ ମାତୃଦେବ ଏ ଇହଧାମକୁ ପରିତ୍ୟାଗ କଲେ, ସେଦିନ କଣ ନାମ ସଂକୀର୍ତ୍ତନ କରିଥିଲେ ହେଇନଥାନ୍ତା? ସେହି ଦିନ ଠାରୁ 10 ଦିନ ମଧ୍ୟରେ 10 କ୍ରିୟା ସମାପନ କରାଗଲା। କାହିଁ ସେଦିନ ନାମ ସଂକୀର୍ତ୍ତନ କରିଥିଲେ ଆଜ୍ଞା ହେଇନଥାନ୍ତା? କରାଗଲା। ଶାସ୍ତ୍ର କହେ ଇଏ କୃତ୍ୟ ଅଗ୍ନିରେ ଦେଲେ ତାକୁ ଯଜ୍ଞ କୁହାଯାଏ। ତାପରେ କେବଳ ଯେ କୃତ୍ୟ ଅଗ୍ନିରେ ଢାଳିଲେ ତାକୁ ଯଜ୍ଞ କୁହାଯାଏ ତାହା ଠିକ ନୁହେଁ। ଯଜ୍ଞ